18 ବର୍ଷର ଅପେକ୍ଷା ପରେ ଶେଷରେ ଆର୍ସିବି ବିଜୟୀ ହୋଇଛି। କିନ୍ତୁ ଏହି ବିଜୟ ପଛରେ ଏମିତି କିଛି ଖବର ଆସୁଛି ଯାହା ଆପଣ ଶୁଣି ବିଶ୍ୱାସ କରିପାରିବେ ନାହିଁ। IPL 2025 ଆର୍ସିବି ଶେଷରେ ଟ୍ରଫି ଉଠାଇଛି। ଫାଇନାଲରେ ପଞ୍ଜାବ କିଙ୍ଗସକୁ 6 ରନରେ ହରାଇ ବିଜୟ ହାସଲ କଲା ବେଙ୍ଗଲୁରୁ। ଏହି ବିଜୟ କେବଳ ଟିମ୍ ପାଇଁ ନୁହେଁ, ମିଲିୟନ୍ସ ଅଫ୍ ଫ୍ୟାନ୍ସ ପାଇଁ ଥିଲା ଏକ ଅନୁଭୂତି। ବଟ୍ କଥା ଏଇଠି ଶେଷ ହୁଏ ନାହିଁ। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଆର୍ସିବି ମାଲିକ ଡିଆଜିଓ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି ଆର୍ସିବି ଫ୍ରାଞ୍ଚାଇଜିକୁ। ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଏହି ଫ୍ରାଞ୍ଚାଇଜି ପାଇଁ ବିକ୍ରୟ କରିବା ପାଇଁ ସେ ମନ ବଳାଇଛନ୍ତି। ଏହି ଫ୍ରାଞ୍ଚାଇଜିର ମୂଲ୍ୟ ପ୍ରାୟ $2 ବିଲିୟନ। ଆର୍ସିବିର ବିଜୟ ଉତ୍ସବ ବେଳେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିଲା ଏକ ଦୁଃଖଦ ଘଟଣା। 11 ଜଣ ଫ୍ୟାନ୍ସଙ୍କର ମୃତ୍ୟୁ। ଏହା ଇଭେଣ୍ଟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲା ଏବଂ ଡିଆଜିଓ ପାଇଁ ବଢ଼ିଲା ସମାଲୋଚନା। ଭାରତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଦ ବ୍ରାଣ୍ଡର ପ୍ରମୋସନ ଉପରେ କଟକଣା ଲଗାଉଛି, ଯାହା ଡିଆଜିଓ ପାଇଁ ଅଧିକ ଚାପ ସୃଷ୍ଟି କରୁଛି। ଏହା ମଧ୍ୟ ବିକ୍ରୟ ଚିନ୍ତାଧାରାକୁ ଗତି ଦେଉଛି। ଆର୍ସିବି ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ। ବିରାଟ କୋହଲି ଭଳି ତାରକା ଏବଂ ଅପାର ସୋସିଆଲ ମିଡ଼ିଆ ଫ୍ୟାନ୍ ବେସ୍କୁ ଏହାକୁ ଆଜି ବିଶ୍ୱର ସର୍ବଶ୍ରେଷ୍ଠ ଫ୍ରାଞ୍ଚାଇଜି ମଧ୍ୟରେ ଗୋଟିଏ କରିଛି। ତେବେ ମୁକେଶ ଅମ୍ବାନୀଙ୍କର ସାନ ପୁଅ ଅନନ୍ତ ଅମ୍ବାନୀ ଏହି ଆର୍ସିବି ଫ୍ରାଞ୍ଚାଇଜି କିଣିବା ପାଇଁ ମନ ବଳାଇଥିବା ଖବର ମିଳୁଛି। ସେ ଆର୍ସିବି ଫ୍ରାଞ୍ଚାଇଜିକୁ କିଣିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ଇଣ୍ଟରେଷ୍ଟ ଦେଖାଇଛନ୍ତି। ସେପଟେ ଶିଳ୍ପା ସେଠୀ ଓ ରାଜ କୁନ୍ଦ୍ରା ପୁଣି IPL ଫ୍ରାଞ୍ଚାଇଜିକୁ ଫେରିବା ନିମନ୍ତେ ସେ ମଧ୍ୟ ମନ ବଳାଇଛନ୍ତି ଆର୍ସିବି ଫ୍ରାଞ୍ଚାଇଜି କିଣିବା ପାଇଁ। 2008ରେ ବିଜୟ ମାଲ୍ୟା ଏହି ଟିମ୍ କିଣିଥିଲେ। ପରେ ତାଙ୍କ ଆର୍ଥିକ ସମସ୍ୟା ପରେ ଡିଆଜିଓ ଏହାର ମାଲିକାନା ନେଇଥିଲା। ଏବେ ଏହା ବିକ୍ରୟ ଉପରେ ବିଚାର କରୁଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ କମେଣ୍ଟ ମିଳିନାହିଁ। ତେବେ ଆପଣଙ୍କ ମତ କ'ଣ? ଆର୍ସିବି ଫ୍ରାଞ୍ଚାଇଜି ବିକ୍ରୟ ହେବ କି? ଏହି ବିଜୟ ପରେ ଏହି ଚାଲ ଠିକ୍ ନା ଭୁଲ? ନିଜ ମତ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍, ସେୟାର ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ, ଯାହାଫଳରେ ଏମିତି କ୍ରିକେଟ ଦୁନିଆର ଟିକି ନିକି ଅପଡ଼େଟ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଧନ୍ୟବାଦ।